ହାଇ ସାଙ୍ଗମାନେ, ଏବେ ମୋ ଜୀବନ ନା ଏ ଘର କୁଣିଆ ସେ ଘର କୁଣିଆ ଏଇଭଳି ହେଇକି ସମୟ ଯାଉଛି। କେତେ ଦିନ ରହିବି ଜଣା ନାହିଁ। ଆସିଗଲି ପୁଣି ବଡ଼ ଝିଅ ଘରକୁ। ଦେଖିବା ବଡ଼ ଝିଅ ଏଠି କ'ଣ କରୁଛି। ଆଜି ପଖାଳ ମାଡ଼ ହେବ, ସେଥିପାଇଁ ଜଳଖିଆ କିଛି ହେଇନି। ଫଳ ସବୁ କାଟିକରି ମୁଁ ପ୍ରଥମେ ଏଠି ରଖିଦେଲି ଯେ ଟିକେ ଟିକେ ଫଳ ପ୍ରଥମେ ଫଳ ଖାଇନେବେ, ତାପରେ ଯିଏ ଯେମିତି ପଖାଳ ଖାଇବେ। ତ ଏଠି ସମୁଦୁଣୀ ବି ଅଛନ୍ତି, ଜୁଇଁ ଯିବେ ଡ୍ୟୁଟି, ସେଥିପାଇଁ ସବୁ ରେସିପି ପଖାଳ ସହିତ ଏକାଥରେ କରାହେଇଯିବ ଲଞ୍ଚ ପାଇଁ ବି। ଏଠି ସବୁ ଯାକ ଫଳ ମୁଁ କଟିଂ କରି ରଖିଦେଲି। ସମୁଦୁଣୀ ଆଉ ଝିଅ ମିଶିକରି ଏଠି ରୋଷେଇ କରିଦେଉଛନ୍ତି। ତ ଭାତ ହେଇଗଲାଣି କି ଯେଉଁଟାକି ଜୁଇଁ ଟିଫିନ୍ ନେଇକରି ଯିବେ, ତା ସହିତ ଏଠି ପଖାଳ ମାଡ଼ ହେବ। ପଖାଳ ପାଇଁ ବି ପାଗ କରିବା ପାଇଁ ଏଠି ମୁଣ୍ଡର ଛିଞ୍ଚଡ଼ା କରିକରି ଏଠି ବସିଛି। ଏଥିରୁ ଟିକେ ଜୁଇଁକି ବାହାର କରିକି ଦେଇଦେଲେ, ତାପରେ ସେ ଗଲା ପରେ ଆମେ ବସିଗଲୁ ଦୁଇ ସମୁଦୁଣୀ ଆଉ ଝିଅ। ଏଠି ବଢ଼ିଆ ପାଗ ଦଳାଦଳି କରିକରି ବାଇଗଣ ଚକଟା ବି ଅଛି, ଆଉ ଏସବୁ ନେଇକରି ଆଜି ବହୁତ ଏନ୍ଜୟ କରି ଖାଇଲୁ। ଆପଣଙ୍କ ଭିଡ଼ିଓ କେମିତି